गुरु गोविंदाय नमः। प्रिय भक्त बंधु, प्रिय दर्शक बंधु, पुण्यात्मा माने, पुण्यमयी कल्याणदायिनी आशीषदायिनी अभयदायिनी मोर समस्त माँ माने, सबु साधु सन्थ वैष्णव ब्राह्मण देवता गुरु गुरुजन सबु बापा माँ समस्तଙ୍କ पाद तले आम तरफरु सर्वप्रथमे कोटि कोटि मथालोटा प्रणाम। भलरे थांतु आपण माने, ईश्वर आपणकर आपणक परिवार वर्गंकर मंगल करंतु, यह ही कामना। एबे आसंतु जिबा आम प्रार्थना टीभीर नियारा कार्यक्रम जार ना साधुवाणी पुणी थरे। এই कार्यक्रम माध्यम आमे नहींचु ठाकुर श्री श्री अभिराम परमहंस देवंक विरचित कली भागवत। जो कली भागवत श्रवण कले बा पठन कले कली कलमुष रहे नाही बोली प्रबाद अछि। आसंतु से कली भागवतरु कियद अंश सर्वप्रथमे श्रवण करिबा। जड़ भरत एक दिन नारायण को कले ध्यान, समवा सने बसी ध्याई प्राण को गुरु रे पुराई, प्रकृति इंद्रिय रखिले इंद्रिय की मन रे बांधिले, मन बांधिले पवन पवन रहिला ध्यान, ये सूत्रे गले जेणु ध्यान, कंपिला वैकुंठ भुवन। गोविंद 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 पदुगालुची मकरंद, से मकरंद मान करी सुंदर कथा आज्ञा। अभिराम ठाकुर कहिले जड़ भरत एक दिन नारायण को कले ध्यान। गोटे पद आज्ञा सर आपण माने जड़ भरत ना शुणी जड़ भरत आज्ञा ये भरत तो भरत पुणी जड़ भरत किए आज्ञा। पुराण रे आमे केते जन भरत को पाइबा देख। गोटे भरत हेले भगवान रामंक भाई भरत, आउ गोटे भरत आज्ञा दुष्मंत शकुंतलांकर पुओ सीए के भरत, आउ जने भरत नाट्य शास्त्र प्रणेता जने हेले भरत, नाट्य शास्त्र प्रणेता भरत, भरत नाट्य शास्त्र। आउ जने भरत जांक ना होची जड़ भरत। आमे चारि भरत को देखिबा आज्ञा। चारि भरत भितरु जने भरत होचंती जड़ भरत, जाहाकू अभिराम ठाकुर लिखिचंती। आज्ञा अंक ना जड़ भरत काई हला, खाली तो भरत हवा कथा। जो कथाटा को आलोचना करिबा ता मूलरू आलोचना करिबा। आकना तो भरत ही था, जड़ भरत कहीं है आज्ञा। जड़ माने कौन देख, सुंदर कथाटी। ये भरत बोली जी ये प्रथमे थिले राजा। राजा थिबा समय रे हठात तांको मनरे वैराग्य भाव जात हैला। बोले राजा धन संपत्ति नहीं मु कौन करिवे सब हैं। ओडिया भागवत कौन कहे आज्ञा, सुतत नय दारा दास ये सर्व विदुरी प्रकाश। गोविंद 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 मधुगालुची मकरंद, ए हंक प्रेमे बंदी होई
ସହି ଦୁଃଖ ଭାର ବହି ଏମାନେ ଯାନ୍ତି କର୍ମ ପଥେ ଶୋକ ସନ୍ତାପ ଦେଇଥିଲେ ସେ ମକରନ୍ଦ ପାନ କରି ଏଳେ ତରିଲେ ବ୍ରଜ ହରି ଗୋବିନ୍ଦ 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 ପଦୁଙ୍ଗ ଲୁଚି ମକରନ୍ଦ। ଆଜ୍ଞା ଭରତ ରାଜା ଦିନେ ଚିନ୍ତା କଲେ କହିଲେ ଏ ରାଜ ସିଂହାସନ ଧନ ସମ୍ପତ୍ତି ଏ ଯୋଉ ପ୍ରତିପତ୍ତି ଏଗୁଡାକରେ କଣ ଅଛି କଣ ମିଳିବ ଏଥିରୁ କିଛି ଗୋଟେ ଦାମ ନାହିଁ କିଛି ସବୁ ଛାଡ଼ିଦେଲା ପଳେଇଲେ ଜଙ୍ଗଲ ଦୀର୍ଘ ଦିନ ଧରିକି ତପସ୍ୟା କଲେ ଭରତ ରାଜା ଆଜ୍ଞା ଦିନକର ଘଟଣା ମନ ଦେଇକି ଶୁଣିବେ ତପସ୍ୟା କରୁଛନ୍ତି ଦାଢ଼ି ହେଇଗଲାଣି ମୁଣ୍ଡରେ କେଶ ବଢିଗଲାଣି ନଖ ବଢିଗଲାଣି ତପସ୍ୟା କରୁଛନ୍ତି ଭରତ ରାଜା ବୟସ୍କ ବି ହେଇଗଲାଣି ବୃଦ୍ଧ ବି ହେଇଗଲାଣି ସକାଳୁ ସକାଳୁ ନଦୀକି ଆସୁଛନ୍ତି ଗାଧେଇବେ ବୋଲି ପାହାଡ଼ ଉପରୁ ଓହ୍ଲେଇକି ଆସୁଛନ୍ତି ଜଙ୍ଗଲ ପାହାଡ଼ ଉପରେ ଥିଲେ ତଳକୁ ଆସୁଛନ୍ତି ଓହ୍ଲେଇକି ନଦୀରେ ଗାଧେଇବାକୁ ଆଇଲା ବେଳେ ଦେଖିଲେ ଗୋଟିଏ ଆସନ୍ନ ପ୍ରସବା ହରିଣୀ ମାନେ ଗର୍ଭବତୀ ହରିଣୀଟା ଅଛି ଏବେ ପିଲା ଜନ୍ମ ହବ କି ଆଉ ଟିକକୁ ଜନ୍ମ ହବ ପିଲା ଆସନ୍ନ ପ୍ରସବା ହରିଣୀ ଇଏ ଧୀରେ ଧୀରେ ପାହାଡ଼ ଉପରୁ ଖସୁଛି ଟିକେ ପାଣି ପିଇବ ବୋଲି ଦେଖନ୍ତୁ ନଈ କୂଳରେ ପହଞ୍ଚି ଗଲାଣି ଭରତ ଋଷି ଚିନ୍ତା କଲେ ମୁଁ ଯଦି ପାଖକୁ ପଳେଇବି ହରିଣଟା ପାଣି ପିଇବନି ଛାନିଆରେ ଦୌଡ଼ିକି ପଳେଇବ ତେଣୁ ଭରତ ଟିକେ ରହିଗଲେ କହିଲେ ହରିଣଟା ପାଣି ପିଇକି ଯାଉ ଗର୍ଭବତୀ ପୁଣି ଅଛି ଖସୁଛି ପାହାଡ଼ ଉପରୁ ପଥର ଦେଇକି ଧୀରେ ଧୀରେ ପେଟ ଭାରି ଅଛି ଓଜନିଆ ଅଛି ପେଟ ଧୀରେ ଧୀରେ ଖସୁଛି ଏମିତି ଖସିବା ସମୟରେ ହଠାତ୍ ଗୋଟେ ସିଂହର ଗର୍ଜନ ଶୁଭିଲା ଏ ହରିଣଟା ଛାନିଆ ହେଇକି ଗୋଟେ ପଥରରୁ ଆଉ ଗୋଟେ ପଥରକୁ ଡେଇଁ ପଡ଼ିଲା ଯେତେବେଳେ ଡେଇଁ ପଡ଼ିଛି ଇଏ ଟିକେ କୁନ୍ଥେଇକି ଡେଇଁଛି ଯେତେବେଳେ କୁନ୍ଥେଇକି ଡେଇଁ ପଡ଼ିଛି ତା ଗର୍ଭରୁ ଛୁଆଟା ଖସି ପଡ଼ିଲା ଛୁଆଟା ନଦୀ କୂଳରେ ପଡ଼ିଲା ଇଏ ହରିଣୀଟା ଡେଇଁଲା ପଥରରେ ପଡ଼ିକି ତା ମାଟା ମରିଗଲା କିନ୍ତୁ ଛୁଆଟା ଜନ୍ମ ହେଇକି ପଡ଼ିଛି ନଦୀ କୂଳରେ ଭରତ ଋଷି ଦେଖିଲେ ମା ମଲା ଛୁଆଟା ହବ କାହାର କଣ କରିବେ ଋଷି ଭରତ ଆଜ୍ଞା କଥା ଥିଲା ହରିଣୀଟା ଡେଇଁ ପଡ଼ିଛି ତା ଗର୍ଭରୁ ପିଲାଟା ଖସି ପଡ଼ିଛି ପିଲାଟା ପଡ଼ିଛି ନଦୀ ପାଣି କୂଳରେ ମାଟା ପଥରରେ ପଡ଼ିକି ମରିଗଲା ଭରତ ଋଷି ଦେଖିଲେ ଆରେ ମା ତ ମଲା ଛୁଆଟା ଛଟପଟ ହଉଛି ମୁଁ ଯଦି ଛାଡ଼ିକି ପଳେଇବି ମତେ ତା ହତ୍ୟାର ପାପ ଲାଗିବ ଋଷିମୁନି ମାନଙ୍କ ମନ ଆଜ୍ଞା ଅଲଗା ରକମର ଭରତ ଋଷି କଣ କଲେ ଚାଲି ଆସିଲେ ଛୁଆଟା ପାଖକୁ ପୋଛାପୋଛି ଟିକେ କରିଦେଲେ ଛୁଆଟାକୁ ଟିକେ ପାଣି ଦେଲେ ନଈରୁ ପିଇବା ପାଇଁ ଯେତେବେଳେ ଆଉଁସି ଦେଲେ ଏ ଛୁଆଟି ଯେମିତି ନୂଆ ଜନ୍ମ ପାଇଲା ଛୁଆଟିକୁ କୋଳରେ ଧଇଲେ ଆଶ୍ରମକୁ ଆଇଲେ ଆଶ୍ରମରେ ପହଞ୍ଚି ଗଲେ ଯେତେବେଳେ ଚିନ୍ତା କଲେ ଛୁଆଟାକୁ ବଞ୍ଚେଇବି କେମିତି କୋଉଠୁ ଟିକେ କ୍ଷୀର ଆଣିବା କଣ ଟିକେ କୋଉଠୁ ଆଣିବା ଛୁଆଟା ଖାଇବ କଣ କରିବ ଏମିତି କରି 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 ଯାହା ହଉ ଆସ୍ତେ ଆସ୍ତେ ଛୁଆଟି ବଞ୍ଚି ଗଲା ଧୀରେ ଧୀରେ ବଡ ହେଲା ଏ ଛୁଆ ଯେତେ ବଡ ହଉଥାଏ କୌତୁକିଆ ହେଇଛି ଋଷିଙ୍କର ମନ ଲାଗିଲା ହରିଣ ପ୍ରେମରେ ପଡିଲା ଏ ବାପା ମା ଗୋଟେ ମାୟା ସିନା ଛାଡ଼ିଥିଲା ଫେର ଗୋଟେ ମାୟାରେ ପଡ଼ିଲେ ହଁ ମାୟା କେମିତି ଛାଡ଼ିବ ଆଜ୍ଞା ମାୟା କାହାକୁ ଛାଡ଼ିଛି ନା ଛାଡ଼ିବ ଭରତ ଋଷି ପଡ଼ିଗଲେ ହରିଣ ମାୟାରେ ହଁ ଏ ବାପା ପୁରାତନ ଗୀତ କଣ କହେ ଆଜ୍ଞା କାହିଁକି ରେ ଭୁଲା ମନ କାହିଁକି ଭଙ୍ଗା ନାବ ପରେ ବସୁ କାହିଁକି
କାହିଁକି ରେ ବାଇ ମନା କାନାବ ପରେ ବସୁ କାହିଁକି ରେ ବାଇ ମନା ପିଉ ସରସକୁ ଛାଡ଼ି ବିଷୟାର ସରେ ରସୁ କାହିଁକି ରେ ବାଇ ହରି ହରି କାନାବ ପରେ ବସୁ କାହିଁକି ରେ ବାଇ ମନା ଆରେ ବୟସକୁ ଦେଖ ବୁଢା ହେଲଣି ରେ ବୟସ ହେଲାଣି ତୋର ନଭ ଯୁଗୁରୁ ବୟସ ହେଲାଣି ନଭଜୁ ଗୁରୁ ପୟର ନିଶ୍ଚେ ହେବୁ ନାର ଖାର କହନ୍ତି ଅନନ୍ତ ଶିଶୁ କାହିଁକି ରେ ହରି 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 କାନା ବବରେ ବସୁ କାହିଁକି ରେ ଭାଇ ଭୁଲିଗଲେ ଆଜ୍ଞା ଭରତ ଋଷିଏ ହରିଣ ଛୁଆର ପ୍ରେମରେ ଏମିତି ପଡ଼ିଲେ ଆଜ୍ଞା କଥାରେ କହନ୍ତିନି ଆଜ୍ଞା ହରି କଥାକୁ ଛାଡ଼ିଲେ ହରିଣୀ ପ୍ରେମରେ ପଡ଼ିଲେ ଛାଡ଼ିଲେ ହରିଣୀ ପ୍ରେମରେ ପଡ଼ିଲେ ଯଦି ହରିଣ ପ୍ରେମରେ ପଡ଼ିଲେ ଯେତେବେଳେ ମରିବା ବେଳ ଆସିଲା ଭରତ ଋଷିଙ୍କର ମଲେ ଆଜ୍ଞା ଆମେ ଏ ଜନ୍ମରେ ଯୋଉ ଚିନ୍ତା କରି କରି ମରିବା ଯାହା ବାବଦରେ ଭାବି ଭାବି ମରିବା ଆଗାମୀ ଜନ୍ମଟା ଆମର ସେଇଆ ହବ ଆପଣ ମାନେ ଦେଖନ୍ତୁ ଆଜ୍ଞା ଦିନରେ ଆମେ ଯୋଉ କଥାଟା ଉପରେ ବେଶୀ ଭାବନା ଥିବ ରାତିରେ ହେଇଟାକୁ ସପନ ଦେଖିବା ନାଇଁ ଯୋଉ କଥାଟାକୁ ଦିନରେ ଆମେ ବେଶୀ ଭାବିଥିବା ରାତିରେ ସେଇ କଥା ସ୍ୱପ୍ନ ଦେଖିବା ସ୍ୱପ୍ନ ଦେଖି ସାରିକି ଆମେ ଯାଇକି କଣ କରିବା ମୁଁ ଗୋଟେ ଏମିତି ସ୍ୱପ୍ନ ଆରେ ଭାଇ ସ୍ୱପ୍ନ ଦେଖିଲୁ କଣ ହେଇଗଲା ସ୍ୱପ୍ନ ଫଳରେ କଣ ଘଟେ କି ଆଜ୍ଞା କିନ୍ତୁ କିଛି କ୍ଷେତ୍ରରେ ସ୍ୱପ୍ନ ଫଳ ସତ ହୁଏ କିଛି କ୍ଷେତ୍ରରେ କୋଉ କ୍ଷେତ୍ର ରାତ୍ରର ଅନ୍ତିମ ପ୍ରହର ହେଇଥିବ ରାତ୍ରର ଅନ୍ତିମ ପ୍ରହର ହେଇଥିବ ଏକୁଟିଆ ଆପଣ ଶୋଇଥିବେ ଆପଣଙ୍କ ପାଖରେ କେହି ଶୋଇନଥିବେ ଏବଂ ଦେହରେ ଆପଣଙ୍କର ବସ୍ତ୍ର ଥିବ ବସ୍ତ୍ର ଖସି ନଥିବ ଏମିତି ଅବସ୍ଥାରେ ଯଦି ମାନେ ଝଟଝଟିଆ ବେଳେ ଯୋଉଟା କହନ୍ତି ଭୋର ଭୋର ସମୟ এই ସମୟରେ ଯୋଉ ସ୍ୱପ୍ନ ଦେଖାଯାଏ କେତେକାଂଶରେ ଏ ସ୍ୱପ୍ନ ସତ୍ୟ ହୁଏ ବୋଲି ଶାସ୍ତ୍ର ପ୍ରମାଣ କରେ ସବୁ ସ୍ୱପ୍ନ କେବେ ସତ ହୁଏନି ଆଜ୍ଞା ସମସ୍ତଙ୍କର ଦିନେ ବେଳେ ବି ଲୋକମାନେ ସ୍ୱପ୍ନ ଦେଖନ୍ତି ସେ ସ୍ୱପ୍ନ ସତ ହୁଏନି କିନ୍ତୁ ଭରତ ଋଷି ଯେତେବେଳେ ମଲେ ପର ଜନ୍ମଟି ସେଇ ହରିଣ ଜନ୍ମ ପାଇଲେ ଦେଖନ୍ତୁ ହରିଣ ହେଲେ ଓଡ଼ିଆ ଭାଗବତ ଏମନ ଭାବୁଥାଇ ଯା କାଳେ ପ୍ରାପତ ହୁଏ ତାହା ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ ମନ ଭ୍ରମାଇ ଭ୍ରମୁଥାଇ ଦୁର୍ଗମ ପଥ ନ ଜାଣଇ মন ভ্রমাই ভ্রমুথাই দুর্গম পথ ন জানই দুর্গম পথ এ ভজন ভয়ে ভাজন্তি যোগী জন সে মকরন্দ পান করি ধরিলে ব্রজনারে মন ভাবিলা হরিণ জন্ম পাইলে কিন্তু হরিণ জন্ম পাইলে সিনা আজ্ঞা জাতস্মর হইগলে জাতস্মর অর্থ মনে পড়িলা পূর্ব জন্মরে মু কোন কর্ম করিଥିଲି যে এই জন্মরে হরিণ জন্ম পাইলি এইটা তাଙ୍କର মনে রহিলা তপস্যা করিছন্তি সিদ্ধি লাভ করিছন্তি মনে রহিলা
আরে হে পূর্ব জন্মরে মু হরিণটা ছুয়াটাকু এতে ভাল পাইলি বলি এ জন্মরে হরিণ জন্ম পাইলি আউ সে ভুল করিবিনি। হ্যাঁ এমতি হরিণ জন্ম হেই তপস্যা করি 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 হরিণ জন্মটা গলা দুই জন্ম গলা আজ্ঞা দিটা জন্ম গলা দিটা জন্ম পরে তৃতীয় জন্ম যেতেবেলে হেলে সেতেবেলে তাঙ্ক না মধ্য হেলা ভরত। তৃতীয় জন্ম বেলুকু ইয়ে পুরা জ্ঞানী হয়ে গলেনি সেতবেলুকু মানে দিটা জন্মর কথা তাঙ্কর মনে ଅଛି জাত স্মর প্রথমে রাজা থিলি বৈরাগ্য ভাব মোর আসিଥିଲା মু ঋষি হইকি তপস্যা কলি তপস্যারে গোটে হরিণ ছুয়া শাবক হরিণ সন্তানକୁ দেখি তা প্রেমরে পড়িলি তারি পাই পুଣି হরিণ জন্ম পাইলি হরিণ জন্ম পরে হরিণ জন্মরে ধ্যান কলি তপস্যা কলি সবু করিবা পরে হরিণ জন্মরে মৃত্যু হেলা পরে এ জন্মরে মু ভরত রূপরে জন্ম হইছি জনক ঘরে ভরত রূপরে জন্ম ভরত আজ্ঞা তিনি জন্মর কথাটা যেতেবেলে মনে পড়িগলা ইয়ে ভরত যেতেবেলে জন্ম হইচন্তি জনক ঘরে ইয়ে চুপচাপ হইগলে আজ্ঞা চুপ কা সহিত কথা কইলেনি କିଛି ଆରେ କଣ କଥା କହିବି ମୁଁ ତ ଯୋଉ କଥା କହିବି ମିଛ ଉଡା କହିବି ଆଜ୍ଞା ଦୁନିଆରେ ଆମେ ଏଟା ବା ମିଛ ସଂସାରଟା ଏଠି ସତ କୁଆଡୁ ଆଇଲା ଆଜ୍ଞା ଆମେ ତ ନିଜେ ମିଛ ଆଉ 10 କୋଟି ବର୍ଷ ପରେ ଆମେ ଥିବା କି ଆଜ୍ଞା ସତ କୋଉଟା ଯୋଉଟା ଚିରନ୍ତନ ଯୋଉଟା ସବୁଦିନ ଥାଏ ସେ ହେଉଛି ସତ୍ୟ ସତ୍ୟ ସୂର୍ଯ୍ୟ ଆଜ୍ଞା ସତ୍ୟ ସମୁଦ୍ର ଇଏ ସବୁଦିନ ଅଛି କିନ୍ତୁ ଆମେ ସତ୍ୟ ନୁହଁ ଆମେ ମିଛ ଆମେ ଅଳ୍ପ ଦିନ ପରେ ଆମେ ଆଉ ନଥିବା ଏ ସଂସାରରେ ତାହେଲେ ମିଛଟାରେ ମୁଁ କାହିଁକି କଥା କହିବି ଇଏ ଜଡ଼ ହେଇଗଲେ ମାନେ କଥାବାର୍ତ୍ତା କାହା ସାଙ୍ଗରେ କଲେନି ସେ ଭରତଙ୍କ ନାମ ହେଲା ଜଡ଼ ଭରତ ମୁଖ୍ୟ କେମିତି କଲେ ବର୍ତ୍ତମାନର ପର୍ଯ୍ୟାୟ ହେଉଛି ପ୍ରଶ୍ନୋତ୍ତର ପର୍ଯ୍ୟାୟ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବାପା ମାନେ ମା ମାନେ ଆସିଛନ୍ତି ସମସ୍ତଙ୍କୁ ପ୍ରଣାମ ଭଲରେ ଥାନ୍ତୁ ଆପଣମାନେ ସମସ୍ତେ ମାଇକ୍ରୋଫୋନ୍ ଅଛି ସାର୍ଙ୍କ ହାତରେ ସାର୍ କୋଉଠୁ ଆସିଛନ୍ତି ମୁଁ ସାନପଦର ଗ୍ରାମ ପଞ୍ଚାୟତର ବାୟାପଲ୍ଲୀ ଗ୍ରାମରୁ ଆସିଛି ସାର୍ କ'ଣ କରନ୍ତି ମୁଁ ଅଛି ବିଓ ଅଫିସରେ ଜୁନିୟର ଆସିଷ୍ଟାଣ୍ଟ ଅଛି ଯେଉଁମାନେ ଚାକିରି କରିଛନ୍ତି ମା ଲକ୍ଷ୍ମୀ ତାଙ୍କୁ ବହୁତ ଭଲ ପାଆନ୍ତି ଆଜ୍ଞା ସବୁବେଳେ ଲକ୍ଷ୍ମୀ ଆପଣମାନଙ୍କ ପାଖରେ ରହିବେ ହଉ ଆପଣ ଏକା ଆସିଛନ୍ତି ଆଜ୍ଞା ଆପଣଙ୍କ ଆମ ମା ଯିଏ ଘରରେ ଯିଏ ସ୍ତ୍ରୀ ଅଛନ୍ତି ସିଏ କ'ଣ ଚାକିରି କରୁଛନ୍ତି ନା ଗୃହିଣୀ ହାଉସ୍ ୱାଇଫ୍ ଆଜିର ପ୍ରଶ୍ନ କ'ଣ ଅଛି ରେ ସୂର୍ଯ୍ୟ ଚନ୍ଦ୍ର ତାରା ସବୁ ସତ୍ୟ ହଁ ତାହେଲେ ଆଉ କ'ଣ ଅଛି ଦୁନିଆରେ ଆଉ କ'ଣ ସତ୍ୟ ବୋଲି ଆମେ ଭାବିବା ଆଉ ଗୋଟେ ସତ୍ୟ ଅଛି ଆଜ୍ଞା ମୁଁ ଏଟା କହିନି ଆପଣ କ'ଣ ଜାଣିନାହାନ୍ତି ଆପଣ ବି ଜାଣିଛନ୍ତି ମରିବାଟା ସତ ଯଦି ସୃଷ୍ଟି ନାହିଁ ତାହେଲେ ବିଲୟ ନାହିଁ ଯଦି ସୃଷ୍ଟି ଅଛି ତାହେଲେ ବିନାଶ ମରିବା ଯେ କେତେ ପ୍ରକାର ମରଣ ଆମେ କ'ଣ ସମସ୍ତେ ଗୋଟେ ମରଣ ମରୁଛନ୍ତି ଆଜ୍ଞା ନାଇଁ ସମସ୍ତଙ୍କର ଅଲଗା ଅଲଗା ମରଣ ନା ମରଣ ହେଉଛି 5 ପ୍ରକାର ମରିବାଟା 5 ପ୍ରକାର କ'ଣ କ'ଣ 5 ପ୍ରକାର ମରିବା ଆ ଭିତରୁ ଖୋଜନ୍ତୁ ଆପଣ ଆମର କୋଉ ମରିବାଟା ଦରକାର ଆମେ ତ ମରିବା ନିଶ୍ଚିତ 5 ପ୍ରକାର ମରିବା କ'ଣ କ'ଣ ନମ୍ବର 1 ଜ୍ଞାତ ମୃତ୍ୟୁ ନମ୍ବର 2 ଅଜ୍ଞାତ ମୃତ୍ୟୁ ନମ୍ବର 3 ବଞ୍ଚିକି ମରିବା ନମ୍ବର 4 ମରିକି ବଞ୍ଚିବା ନମ୍ବର 5 ସ୍ୱାଭାବିକ ମୃତ୍ୟୁ 5 ପ୍ରକାର ମୃତ୍ୟୁ ମୁଁ ପ୍ରଥମେ ଆଣୁଛି ଆଜ୍ଞା ସ୍ୱାଭାବିକ ମୃତ୍ୟୁଟାକୁ ଲୋକଟି ବୟସ ହେଲା ବୁଢ଼ା ହେଲା 80 ବର୍ଷ 90 ବର୍ଷ 100 ବର୍ଷ ବୟସ ହେଲା ବୁଢ଼ା ପଡ଼ିଲାଣି ଘରେ 6 ମାସ ହେଲା ପୁଅ ବୋହୂ ମୁଣ୍ଡ ପାଖରେ ବସିଲେ ଭାଗବତ ପଢ଼ିଲେ ଗଙ୍ଗା ପାଣି ପାଟିରେ ଦେଲେ ବନ୍ଧୁବାନ୍ଧବ ଚାରିପଟରେ ବେଢ଼ିଲେ ବୁଢ଼ାର ହେଲା ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ଆକୁ କହନ୍ତି ସ୍ୱାଭାବିକ ମୃତ୍ୟୁ ଯେମିତି ମରୁଛନ୍ତି ଲୋକ ସେମିତି ମଲେ ସ୍ୱାଭାବିକ 2 ଜ୍ଞାତ ମୃତ୍ୟୁର ଅର୍ଥ ଆମେ ଜାଣିକି ମରିବା ମାନେ ଝିଅଟା ମେଟ୍ରିକ ପରୀକ୍ଷା ଦେଇଥିଲା ଫେଲ ହେଇଗଲା ବାପ ଚାରିପଦ ଗାଳି କରିଦେଲା ଗାଳି ସହି ପାଇଲାନି ଓଢ଼ଣୀଟାକୁ ବେକରେ ବାନ୍ଧିଦେଲା ଆଉ ଗୋଟେ ମୁଣ୍ଡ ଫ୍ୟାନରେ ଟାଙ୍ଗିଦେଲା ଝୁଲି ପଇଲା ମରିଗଲା ଆକୁ ଆମେ କି ମୃତ୍ୟୁ କହିବା ଆଜ୍ଞା ମାନେ ମୁଁ ଜାଣିଛି ମୁଁ ମରିବି
ସ୍ୱାମୀ କଡ଼ା କଥା ପଦେ କହିଦେଲା, ସ୍ତ୍ରୀ ସହି ପାଇଲାନି, ବିଷ ଧରିଲା ପିଇଦେଲା, ଏଟାକୁ ଆମେ କି ମରଣ କହିବା ଆଜ୍ଞା? ଯୋଉଟା କି ସବୁଠୁ କ୍ଷତିକାରକ ମରଣ। ଏ ମରଣ କେବେ ବି କେହି ଚିନ୍ତା କରିବା ଉଚିତ ନୁହେଁ ଏମିତି ମରିବା ପାଇଁ। ଏଇଟା ବହୁତ କ୍ଷତି ଆଜ୍ଞା। ସମସ୍ତଙ୍କୁ ଅନୁରୋଧ ଏ ବାଟରୁ ଓହରି ଆସିବାଟା ଉଚିତ ଯଦି କାହା ମୁଣ୍ଡରେ ଏ କଥା ଥାଏ। ଜ୍ଞାତ ମୃତ୍ୟୁ 2 ଗଲା। 3 ଅଜ୍ଞାତ ମୃତ୍ୟୁ। ଆମେ ଜାଣି ନାହାନ୍ତି ମରଣ ପଳେଇ ଆଇଲା। ସକାଳୁ ସକାଳୁ ମର୍ଣ୍ଣିଂ ୱାର୍କ କରୁଛନ୍ତି ଆପଣ, ପଛରୁ ଗୋଟେ ଟ୍ରକ୍ ଆଇଲା ଆକ୍ସିଡେଣ୍ଟ କରିଦେଲା। ରାସ୍ତାରେ ଯାଉଛନ୍ତି ସାପଟେ ଶୋଇଛି ଚୋଟ ମାରିଦେଲା। ବୁଲୁଛନ୍ତି ଘଡ଼ଘଡ଼ି ବିଜୁଳିଟେ ମାରିଦେଲା। ଆକୁ କ'ଣ ଗାଡ଼ିରେ ଯାଉଛନ୍ତି ଆକ୍ସିଡେଣ୍ଟ ହେଇଗଲା। ଆମେ ଜାଣିନଥିଲେ ମରିବା ବୋଲି, ଅଜ୍ଞାତ ମୃତ୍ୟୁ 3 ଗଲା। ନମ୍ବର 4 ବଞ୍ଚିକି ମରିବା। ବଞ୍ଚିକି ମରିବା ମାନେ ମୁଁ ଆପଣଙ୍କ ଗାଁରେ ପହଞ୍ଚିଲି, ବୁଝିଲା ସେ ମାନସ ବାବୁଙ୍କ ଘର କୋଉଠି? ଆପଣ ଗାଁ ଛକରେ 8-10 ଜଣ ଲୋକ ଥିବେ, ଏଇଟା ମୁଁ ସତରେ କହୁନି, କିଛି ଭାବିବେନି। ମାନେ ସେ ମାନସ ବାବୁଙ୍କ ଘର କୋଉଠି? ଗାଁ ଛକରେ ଯୋଉ 5-7 ଜଣ ଲୋକ ଥିଲେ କହିଲେ ଆଜ୍ଞା ଆପଣ କାହିଁ ତାଙ୍କ ଘରକୁ ଯିବେ? ମୁଁ କହିଲି ଟିକେ କାମ ଥିଲା। ସେ ଲୋକମାନେ କହିବେ ତାଙ୍କ ଘରକୁ କାହିଁ ଯିବେ, ସେ ଲୋକ ଭଲ ଲୋକ ନୁହଁ, ସେ ଆମ ଗାଁ ଲୋକ ତାଙ୍କୁ କେହି ଭଲ ପାଆନ୍ତିନି, କାହିଁ ତାଙ୍କ ଘରକୁ ଯିବେ? ଆଜ୍ଞା 10-15 ଜଣ ଲୋକ ଯୋଉଠି ଆପଣଙ୍କ ନାଁରେ କହିଲେ ଏଥିରେ କ'ଣ ଥାଏ ଆଜ୍ଞା? ଯୋଉ ଲୋକ ନାଁରେ ଗାଁ ସାରା ଲୋକମାନେ ନିନ୍ଦା କରୁଥିବେ ସେ ଲୋକ ବଞ୍ଚିଥିଲେ ମରିବା ସାଙ୍ଗରେ ସମାନ। ବଞ୍ଚିକି ମରିବା 4 ଗଲା। 5 ମରିକି ବଞ୍ଚିବା। କୋଉଟା ଆଜ୍ଞା? ମରି ସାରିକି ବଞ୍ଚିଛନ୍ତି ଉତ୍କଳମଣି ଗୋପବନ୍ଧୁ, ଜାତିର ଜନକ ମହାତ୍ମା ଗାନ୍ଧୀ, ଏମାନେ ସବୁ ମରିକି ବଞ୍ଚିଛନ୍ତି। ଅମର। ଆମର 5ଟା ମୃତ୍ୟୁ ଭିତରୁ କେତେ ନମ୍ବରଟା ଦରକାର? ଥରେ ଭାବନ୍ତୁ। 5 ନମ୍ବରଟାକୁ ସମସ୍ତେ ଖୋଜିବେ, କିନ୍ତୁ ତା ପାଇଁ ଆମକୁ କିଛି ସାଧନା କରିବାକୁ ପଡ଼ିବ, କିଛି କର୍ମ କରିବାକୁ ପଡ଼ିବ, ତେବେ ଯାଇକି ଆମେ ଲୋକଙ୍କ ଆଖିରେ ଅମର ହେଇକି ରହିବା। ବୁଝିହେଲା ସାର୍? ବହୁତ ବହୁତ ଧନ୍ୟବାଦ। ଗୋଟିଏ ବଢ଼ିଆ ପ୍ରଶ୍ନ ଆପଣ ପଚାରିଲେ, ଧନ୍ୟବାଦ ଆପଣଙ୍କୁ। ଦ୍ୱିତୀୟ ମାଇକ୍ରୋଫୋନ୍ ଅଛି ଆପଣଙ୍କ ହାତରେ। କୋଉଠୁ ଆସିଛନ୍ତି ମା? ନା ହେଉଛି ବିନୋଦିନୀ ଷଡ଼ଙ୍ଗୀ। ମୋର ଘର ହେଉଛି ଏକଡାଳିଆ ମାଣିମନ୍ଦ ପଞ୍ଚାୟତରୁ ଆସିଛି। କିନ୍ତୁ ଆଜ୍ଞା 4 ପ୍ରକାର। କ'ଣ କରନ୍ତି ମା ଆପଣ? ଅଙ୍ଗନବାଡ଼ି କର୍ମୀ ଅଛି। ଆଚ୍ଛା। ଭରତ ତ 4 ପ୍ରକାର ଶୁଣିଲି, କିନ୍ତୁ ତା ଭିତରେ ଜଡ଼ ଭରତ କେଉଁ ପ୍ରକାର ଭକ୍ତ? ଜଡ଼ ଭରତ କେଉଁ ପ୍ରକାର ଭକ୍ତ? ହଁ, ଗୋଟେ ପଦ କହୁଛି, ଅଭିରାମ ଠାକୁର ଲେଖିଛନ୍ତି। ଗୋଟିଏ ପଦରେ ଉତ୍ତର ଦଉଛି। ଜଡ଼ ଭରତ ପରି ଯେହି ଜାଣିବୁ ଜ୍ଞାନୀ ଭକ୍ତ ସେଇ। ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ଜଡ଼ ଭରତ ହଉଛି ଜ୍ଞାନୀ ଭକ୍ତ। ଆର୍ତି ଅର୍ଥାର୍ଥୀ, ଜ୍ଞାନୀ, ଜିଜ୍ଞାସୁ 4 ପ୍ରକାର ଭକ୍ତ। ଆର୍ତି ଭକ୍ତ ହେଲା ଗଜ, ଅର୍ଥାର୍ଥୀ ଭକ୍ତ ହେଲା ସୁଦାମା, ଜ୍ଞାନୀ ଭକ୍ତ ହେଲା ଜଡ଼ ଭରତ, ଆର୍ଥୀ ଅର୍ଥାର୍ଥୀ ଜ୍ଞାନୀ ଜିଜ୍ଞାସୁ, ଜିଜ୍ଞାସୁ ଭକ୍ତ ହେଲା ଆପଣଙ୍କର ଉଦ୍ଧବ। ଇଏ ହେଲା 4 ପ୍ରକାର ଭକ୍ତ। ତା ଭିତରୁ ଜଡ଼ ଭରତ ହେଲା ଜ୍ଞାନୀ ଭକ୍ତ। ବୁଝିହେଲା? ଠାକୁର ଆନନ୍ଦରେ ରଖନ୍ତୁ, ଭଲରେ ଥାନ୍ତୁ ଆପଣ ମାନେ। ଇଏ ଥିଲା ଆଜିର କାର୍ଯ୍ୟକ୍ରମ। ପୁଣି ଆଗାମୀ ଅଧ୍ୟାୟକୁ ଭେଟ ହବା, କିନ୍ତୁ ବିଦାୟ ନେବା ପୂର୍ବରୁ ଆଜିର ଅନୁଚିନ୍ତା। ଜ୍ଞାନୀ ଭକ୍ତ ବନ୍ଧୁ ମାନେ ଆଜିର ଅନୁଚିନ୍ତାରେ ମନେ ରଖିଥିବେ, ଏକା ଗୋତ୍ର, ଏକା ପ୍ରବର, ଅଜାଙ୍କ କୂଳ ଏବଂ ଅଜ୍ଞାତ କୂଳରେ ଜାତ ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ। ଶାସ୍ତ୍ର ମନା କରିଛି। କ'ଣ କ'ଣ ଆଜ୍ଞା? ଆଉ ଥରେ କହୁଛି। ଏକା ଗୋତ୍ର, ଏକା ପ୍ରବର, ଏକ ପ୍ରବର ସ୍ୱାମୀର ଯୋଉ ଗୋତ୍ର, ସ୍ତ୍ରୀର ସେଇ ଗୋତ୍ର, ଏଇ ଗୋତ୍ରରେ ପୁଅ ଝିଅଙ୍କର ବିବାହ, ଏବଂ ଏକା ପ୍ରବରରେ ବିବାହ, ଏବଂ ଅଜାଙ୍କ କୂଳରେ ବିବାହ, ଏବଂ ଅଜ୍ଞାତ କୂଳ, ଯାହାର କୂଳ ଆମେ ଜାଣିନାହାନ୍ତି ସେ କୂଳରେ ବିବାହ କରିବା ଅନୁଚିତ ବୋଲି ଶାସ୍ତ୍ରରେ ପ୍ରମାଣ ଅଛି। ମାନିଲେ ମଙ୍ଗଳ ହବ। ଏ ଥିଲା ଆଜିର କାର୍ଯ୍ୟକ୍ରମ। ପୁଣି ଆଗାମୀ ଅଧ୍ୟାୟରେ ଭେଟ ହବା। ଗୁରୁ ଗୋବିନ୍ଦାୟ ନମଃ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।